ହାପି ନ୍ୟୁ ଇୟର୍ ପିଲାମାନେ, ତୁମମାନଙ୍କୁ ଏକ ନୂତନ ଭିଡ଼ିଓରେ ବହୁତ ବହୁତ ସ୍ୱାଗତ। ଚାଲନ୍ତୁ ଆମେ ଏହି ଭିଡ଼ିଓରେ 2024ର ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଏଣ୍ଟ୍ରାନ୍ସରେ ଆସିଥିବା ମ୍ୟାଥକୁ ଆଲୋଚନା କରିବା। ଚାଲନ୍ତୁ ଦେଖିବା ଆଜିର ପ୍ରଥମ ପ୍ରଶ୍ନ। ତାହେଲେ ଆଜିର ପ୍ରଥମ ପ୍ରଶ୍ନ କ'ଣ କହୁଛି ପିଲାମାନେ? ଦେଖ, ଆଜିର ପ୍ରଥମ ପ୍ରଶ୍ନ କହୁଛି ନା 3/24କୁ ଦଶମିକରେ ପ୍ରକାଶ କରିବା। ଠିକ୍ ଅଛି, 3/25 ମାନେ 3କୁ 25ରେ ଭାଗ କରିବା। ଏଇଟା 3 ହେଉଛି ଗୋଟେ କ'ଣ ଛୋଟ ସଂଖ୍ୟା, 25 ଛିଣ୍ଡିବନି, ସେଥିପାଇଁ ଆମେ ଦଶମିକ ଦେଲେ ଏଠି ଗୋଟେ ଶୂନ ଆସିଗଲା। ତାହେଲେ 25K 25 ହେଇଗଲା। ମାଇନସ୍ ମାନେ ଫେଡ଼ାଉନ୍ କରିବା, ମାଇନସ୍ କଲେ 5 ଆସିଗଲା। ଯେହେତୁ ଦଶମିକ ଅଛି ଆଉ ଗୋଟେ ଶୂନ ଲେଖିଦେବା। 25 ଦୁଗୁଣେ 50 ଛିଣ୍ଡିଗଲା ପୁରା। ଠିକ୍ ଅଛି, ତାହେଲେ 0.12 ହେଇଗଲା ରାଇଟ୍ ଆନ୍ସର୍। ତାହେଲେ ଆମେ ପରବର୍ତ୍ତୀ କ୍ୱେଶ୍ଚିନ୍କୁ ଯିବା। ପରବର୍ତ୍ତୀ କ୍ୱେଶ୍ଚିନ୍ କ'ଣ କହୁଛି ଦେଖ ପିଲାମାନେ, ପଜ୍ କରି ଟିକେ ପଢ଼ିଦିଅ। ଦେଖ, ଗୋଟିଏ ବସ୍ 11:35 AM ଯାତ୍ରା ଆରମ୍ଭ କରି 1 AM ପର୍ଯ୍ୟନ୍ତ ଯାତ୍ରା ଶେଷ କଲା। ବସ୍ କେତେ ସମୟ ଯାତ୍ରା କଲା? ତାହେଲେ ଦେଖ, ମାନେ 11:35 ମାନେ ଦିନବେଳା ସେ ଯାତ୍ରା ଆରମ୍ଭ କରିଛି, ଆଉ ରାତି 1ରେ ସେ କ'ଣ କରିଛି ନା ଯାତ୍ରା ଶେଷ କରିଛି। ମାନେ ଦିନ 12ଟାରୁ ରାତି 1 କେତେ ହେଇଯିବ ନା 13 ଘଣ୍ଟା ହେଇଯିବ। ଠିକ୍ ଅଛି, ଆଉ ଦିନ 12ଟାରୁ 11:35 ଫେଡ଼ି ଦେଲେ କେତେ ହେଉଛି ଏକ୍ସଟ୍ରା? ଆଉ ନା ହେଉଛି 25 ମିନିଟ୍। ଠିକ୍ ଅଛି, ତାହେଲେ 13 ଘଣ୍ଟା ଇଏ ହେଉଛି 25 ମିନିଟ୍। ଠିକ୍ ଅଛି, ମାନେ 13 ଘଣ୍ଟା ଆଉ 25 ମିନିଟ୍। ମାନେ ଅପସନ୍ ସି ହେଇଯିବ କ'ଣ ରାଇଟ୍ ଆନ୍ସର୍। ଠିକ୍ ଅଛି ପିଲାମାନେ, ନେକ୍ସଟ କ୍ୱେଶ୍ଚିନ୍କୁ ଯିବା। ନେକ୍ସଟ କ୍ୱେଶ୍ଚିନ୍ କହୁଛି 2000 ମସିହାରେ କେତେ ଦିନ ଅଛି? ଠିକ୍ ଅଛି, ଆମେ ଜାଣିଛେ ଯେତେବେଳେ ମାନେ ଦେଖ କଲର୍ ଚେଞ୍ଜ କରିଦେବା। 2000 ମସିହା ଆମେ ପୂର୍ବ କ୍ଲାସ୍ରେ ଦେଖିଥିଲେ, ଯେତେବେଳେ 2000 ଏମିତି ଆକାରରେ ଥିବ, 2100 ଗୋଟେ କ୍ୱେଶ୍ଚିନ୍ ପଡ଼ିଥିଲା ଏମିତି ଆକାରରେ ଥିବ, ନହେଲେ 1800 ହେଉ କି 1900 ହେଉ, ଏମିତି ଥିଲେ କ'ଣ କରିବା ନା ଆକୁ ସବୁ 400ରେ ଭାଗ କରିବା। ଠିକ୍ ଅଛି, ଏହା କହିଥିଲି। ଏଠି ଦେଇଛି କ'ଣ 2000 ମସିହା, ଆକୁ 400ରେ ଭାଗ କଲେ କ'ଣ ହେବ? 200 କଟିଗଲା, 4×5 ହେଉଛି 20, ମାନେ ଏଇଟା ହେଇଯିବ ଗୋଟେ କ'ଣ ନା ଅଧିବର୍ଷ। ଠିକ୍ ଅଛି, ଆଉ ଯେତେବେଳେ ଅଧିବର୍ଷ ହେବ ସେତେବେଳେ ଆମର କେତେଟା ରହିବ ଦିନ ସଂଖ୍ୟା ନା 366 ଦିନ। ଆଉ ନର୍ମାଲ୍ ଦିନ ମନେକର 2025 ମସିହାରେ ଆମ ଦିନ ସଂଖ୍ୟା କେତେ ରହିବ ନା ଆମେ କ'ଣ କରିବା? 2025କୁ ଏଠି ଆଉ 400ରେ ଭାଗ କରିବାନି, ଏଠି କ'ଣ ଭାଗ କରିବା ନା 4ରେ ଭାଗ କରିବା। ଠିକ୍ ଅଛି, 4ରେ ଭାଗ କଲେ କେତେ ଆସିବ? 2025କୁ 4ରେ କରିବା, 4×5 20, 0 2 ଏଠି ବଳିଲା, 4 0 0 2 5 4 16 24। ଦେଖ, ଏଠି ଆମର କ'ଣ ହେଲା, ଭାଗଶେଷ କିଛି ବଳୁଛି ମାନେ ଏଇଟା ହେଇଯିବ କ'ଣ ନା ହେଉଛି ସାଧାରଣ ବର୍ଷ। 2025 ଗୋଟେ ହେଇଯିବ ସାଧାରଣ ବର୍ଷ। ତାହେଲେ ଏଥିରେ ଦିନ ସଂଖ୍ୟା କେତେ ରହିବ ନା 365 ଦିନ। କିନ୍ତୁ ସେ କ୍ୱେଶ୍ଚିନ୍ କରିଛି 2000 ମସିହାରେ କେତେ ଦିନ ସଂଖ୍ୟା ରହିବ ନା, ଯେହେତୁ ଏଇଟା ଗୋଟେ ଏକ ଅଧିବର୍ଷ, ଠିକ୍ ଅଛି, ତାହେଲେ ଏଠି ରହିବ 366 ଦିନ। ଠିକ୍ ଅଛି, ଆମେ ନେକ୍ସଟ କ୍ୱେଶ୍ଚିନ୍କୁ ତାହେଲେ ଯିବା। ଦେଖ, ନେକ୍ସଟ କ୍ୱେଶ୍ଚିନ୍ କହିଲା ଗୋଟିଏ ଗାଡ଼ି 6 ଘଣ୍ଟାରେ 90 କିଲୋମିଟର ରାସ୍ତା ଅତିକ୍ରମ କଲା। ତାହେଲେ ସେଇ ଗାଡ଼ିଟି ସମାନ ବେଗରେ 9 ଘଣ୍ଟାରେ କେତେ କିଲୋମିଟର ରାସ୍ତା ଅତିକ୍ରମ କରିବ? ତାହେଲେ 6 ଘଣ୍ଟାରେ ଯାଉଛି 90 କିଲୋମିଟର, 1 ଘଣ୍ଟାରେ କେତେ ଯିବ? 90କୁ 6ରେ ହରିବା ବା ଭାଗ କରିବା, ତାହେଲେ ହେଇଯିବ କେତେ ନା 15 କିଲୋମିଟର। ଠିକ୍ ଅଛି, ସେ କହିଛି 9 ଘଣ୍ଟାରେ, ମାନେ 9ରେ ଗୁଣନ କରିବା କାହାକୁ? 15କୁ 9ରେ ଗୁଣନ କରିବା। 15 9 5 45, 4 ହେଲା, 9 × 9 9 4 13, ମାନେ 135 କିଲୋମିଟର। ବୁଝିପାରିଲ ପିଲାମାନେ? ତାହେଲେ ଅପସନ୍ ଡି ଯାହାକି ଏହି କ୍ୱେଶ୍ଚିନ୍ର ରାଇଟ୍ ଆନ୍ସର୍। ନେକ୍ସଟ କ୍ୱେଶ୍ଚିନ୍କୁ ଯିବା।
नेक्स्ट क्वेश्चन कहूँ पाखापाखि दुईटी पूर्ण संख्या सॉरी टिके भूल हो गला है कि से कही पाखापाखि दुईटी पूर्ण संख्या मध्य 33/8 रहिबो ताले 33 को आम 8 रे कौन करदे भाग करवा बढ़िया क्वेश्चन देख 8 चौ 32 ठीक अच्छे ताले ये संख्याटा 4 पूर्वर अच्छी आउ ता भितर केते रहइबो ना 33/8 तापर केते रहइबो 5 ताले ये संख्याटा 4 और 5 भितर अवस्थान करिवो ठीक अच्छे तापरे नेक्स्ट क्वेश्चन को पिले माने जिबा देखो नेक्स्ट क्वेश्चन कहला गोटे केक रो 1/3 अंश मीरा को दिगला 1/3 अंश दिगला ठीक अच्छे निज भागर माने से मीरार 1/4 अंश से तार भाई को देदेला ठीक अच्छे ता भाई को देदेला एतिकीर 1/4 भाग कौन देदेला ता भाई को देदेला 4 3 12 लसा को हला ठीक अच्छे 3 रे हरिले 4 आसिला 4 के 4 माइनस 12 को 4 हले 3 3 के 3 ताले 1/12 भाग क्या देला ता भाई की देला ठीक अच्छे कि क्वेश्चन कौन कही मीरा पाखे समुदाय केक रो केते अंश रहिला ताले मीरा मीरा पाखे थिला होची 1/3 अंश से ता भाई की देदेला केते 1/12 12 4 रु 1 कले 3/12 ठीक अच्छे 3 को भाग कले 1/4 अंश ताले मीरा पाखे केते रहिला ना ऑप्शन सी होची 1/4 राइट आंसर पिला माने एटा को बुझी परलो कमेंट रे जणेबो ठीक अच्छे नेक्स्ट क्वेश्चन को जिबा 22 नंबर क्वेश्चन ठीक अच्छे देखिए कौन कही 22 नंबर क्वेश्चन गोटे स्थूलकोणी त्रिभुज रे अति बेसी रे केतोटी सूक्ष्म कोण रही परिबो स्थूलकोणी त्रिभुज केमती स्थूलकोणी त्रिभुज पिले माने है कि एटा गोटे स्थूलकोणी त्रिभुज माने जार गोटे कोण स्थूल कोण बा 90 डिग्री रु अधिक सेटा हो कोण ना होची स्थूलकोणी त्रिभुज आउ दुईटा को रहिला है कि ये दुईटा हो कौन ना सूक्ष्म कोण सी कही केतेटा सूक्ष्म कोण रहिबो ताले हमरो दुईटा सूक्ष्म कोण रहिबो ठीक अछि पिला माने नेक्स्ट क्वेश्चन को जिबा नेक्स्ट क्वेश्चन कहला केंद्र बिंदु मध्य दे उत्तर परिधि उपस्थित दुईटी बिंदु को जोग करथवा रेखाखंड को कौन कहा जाए एटा पूर्व आमर से को वीडियो होइतिला सेतरे हम डिस्कशन करथिले ताको हम कौन कहबा ना व्यास बोली कहबा लगी जे पूर्व वीडियोटी देखिना से पूर्व वीडियोटी को जाइए देखी नब ठीक अच्छे नेक्स्ट क्वेश्चन को जिबा कहला इंग्राजी अक्षर ए रो प्रतिसम अक्षर संख्या केते देखो एटा को बड़ करी लिखुची ए लगी एटा एटी ए हला ए आर ताले प्रतिसम अक्षर कौन ना मझिरु दिभाग कले ए भाग जा ए भाग से यदि आसुथिबो ताले एटा होची प्रतिसम अक्षर ताको कहिबा ताले ए रो गोटा ही प्रतिसम अक्षर अछि ठीक अछि पिला माने ताले बी रो केतेटा प्रतिसम अक्षर अछि पिला माने कमेंट करी जणैबो ठीक अछि आउ काहार प्रतिसम मनकर अक्षर नहीं आ गोटे क्वेश्चन पी रो केतोटी प्रतिसम अक्षर अछि भी जणैबो बी रो आ पी रो नेक्स्ट क्वेश्चन को जिबा तापर कहला से कही 9 अयुक्त 70 को संख्या रे देखिले केते हबो व्हाट विल बी द न्यूमेरल ऑफ 90,070 90,070 तो जान देलो साथी यदि 90,070 ठीक अछि 90,070
1 10 100 1000 ଅୟୁତ। ଠିକ୍ ଅଛି, ତାହେଲେ ଏଇଟା ହେଇଗଲା କ'ଣ ନା 90 1000 70। ଅପସନ୍ ବି ହେଇଗଲା ରାଇଟ୍ ଆନ୍ସର୍। ନେକ୍ସଟ କ୍ୱେଶ୍ଚିନ୍କୁ ଯିବା। 64ର କେତୋଟି ଗୁଣନୀୟକ ଅଛି? ଏଇଟା ବହୁତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍। ଏମିତିଆ କ୍ୱେଶ୍ଚିନ୍ ତୁମର ଆମ ପିଲାମାନେ ଆସୁଛି। ଠିକ୍ ଅଛି, ଦେଖିଦେବା ତାହେଲେ 64ର କେତେଟା ଗୁଣନୀୟକ ଅଛି ଏଇଆ ପଚାରିଲା। 64 କାହା କାହାକୁ ଗୁଣିଲେ 64 ହେବ? ଦେଖ 1କୁ 64ରେ ଗୁଣିଲେ ବି 64 ହେବ। 2କୁ 32 ଗୁଣିଲେ 64 ହେବ। 3 ନାହିଁ, 4କୁ 16 4 64। ପିଲାମାନେ ପଣିକିଆ ବି ଭଲ ଠିକ୍ରେ ମନେ ରଖିବ, ଏକ୍ଜାମ୍ରେ ବହୁତ ତୁମକୁ ସାହାଯ୍ୟ କରିବ। ଠିକ୍ ଅଛି, ତାପରେ 8କୁ 8 ଗୁଣିଲେ 8 8 64। ତାପରେ ଆଉ କିଛି ନାହିଁ, ଏତିକି ହେଉଛି ତା'ର ଗୁଣନୀୟକ। ତାହେଲେ 1 ହେଉଛି ଗୋଟେ। ଠିକ୍ ଅଛି, 64 ହେଉଛି ଗୋଟେ, 2 3 4 5 6 7। 8 ତ ଦୁଇଟା, ମାନେ ଗୋଟେ କାଉଣ୍ଟ କରିବା। ତାହେଲେ କେତେଟା ହେଲା ନା ଅପସନ୍ ସି ହେଇଯିବ ରାଇଟ୍ ଆନ୍ସର୍। ତାହେଲେ 64ର କେତେଟା ଗୁଣନୀୟକ ରହୁଛି ନା ହେଉଛି 7ଟା। ଠିକ୍ ଅଛି, ମନେକର ପଚାରିବ ପିଲାମାନେ 50 ସଂଖ୍ୟା, 50ର କେତୋଟି ଗୁଣନୀୟକ ଅଛି? ପିଲାମାନେ କମେଣ୍ଟ କରି କହିବ। କାହାକୁ ଆସୁଛି ଦେଖିବା କମେଣ୍ଟରେ। ନେକ୍ସଟ କ୍ୱେଶ୍ଚିନ୍କୁ ଯିବା ପିଲାମାନେ। ସେ କହିଲା ଦୁଇଟି ସଂଖ୍ୟାର ଲସାଗୁ 24 ଆଉ ଗସାଗୁ 2, ତାହେଲେ ସେମାନଙ୍କ ମଧ୍ୟରୁ ଗୋଟିଏ ସଂଖ୍ୟା 6 ହେଲେ ଅନ୍ୟ ସଂଖ୍ୟାଟି କେତେ ହେବ? ଏଇଟା ସାଧାରଣ ଏମିତି କରିଦେବ, ୟାକୁ ଅଛି ତୁମେ ବଡ଼ ହେଲେ ଜାଣିବ ଠିକ୍ରେ। ନା ଗସାଗୁ ଓ ଲସାଗୁର ଗୁଣଫଳ ତା'ର ସଂଖ୍ୟା ଦୁଇଟିର ଗୁଣଫଳ ସହିତ ସମାନ, ମାନେ ଆକୁ 6ରେ ଯଦି ହରିଦେବା ତାହେଲେ ଆମେ ଠିକ୍ ଉତ୍ତରଟି ପାଇଯିବା। 6କୁ 24ରେ ହରିଲେ 4, 6 4 24, 4କୁ 2ରେ ଗୁଣିଲେ କେତେ ହେଇଯିବ ନା ହେଉଛି 8। ତାହେଲେ ଅପସନ୍ ଡି ହେଇଯିବ ରାଇଟ୍ ଆନ୍ସର୍। ଠିକ୍ ଅଛି, ନେକ୍ସଟ କ୍ୱେଶ୍ଚିନ୍କୁ ଯିବା। ଆୟତ ଘନର ସେ କହିଲା କେତୋଟି ଧାର ଅଛି? ଆୟତ ଘନ କ'ଣ ଜାଣିଛ ପିଲାମାନେ? ପୂର୍ବ ଆମ ଭିଡ଼ିଓରେ ଦେଖିଛେ, ଆମେ ଦେଖିଥିଲେ ଆୟତ ଘନ। ଏଇଟା ଗୋଟେ ଚିତ୍ର ତୁମ ପାଇଁ କରିଦେଉଛି। ଇଏ ହେଉଛି ଆୟତ ଘନ। ଠିକ୍ ଅଛି, ଦେଖ ଆମ ସ୍କୁଲରେ ଡଷ୍ଟର ଅଛି, ସିଏ ଗୋଟେ ଆୟତ ଘନ। ଠିକ୍ ଅଛି, ତୁମର ହେଉଛି ଜ୍ୟାମିତି ବାକ୍ସ, ସିଏ ଗୋଟେ ଆୟତ ଘନ। ଠିକ୍ ଅଛି, ଆୟତ ଘନର ଧାର କେତେଟା? ପିଲାମାନେ ମନେ ରଖିବ, ଧାର ହେଉଛି କେତେଟା ନା ହେଉଛି 12ଟା। ଆୟତ ଘନର ପାର୍ଶ୍ୱ କେତେଟା? କହିଥିଲି ଆଗରୁ, ସେ ଭିଡ଼ିଓରେ କହିଥିଲି, ପୂର୍ବ ଭିଡ଼ିଓରେ 6ଟି। ଆଉ ଶୀର୍ଷ ହେଲା କି, ଯେଉଁଟା ମୁନିଆ ହେଇକି ବାହାରିଥାଏ ଗୋଟେ ଗୋଟେ ସାଇଡ଼୍ରେ, ସିଏ ହେଉଛି କେତେଟା ନା ହେଉଛି 8ଟା। ଏତିକି ପିଲାମାନେ ମନେ ରଖିଥିବ, ଗୋଟେ କ୍ୱେଶ୍ଚିନ୍ ନିହାତି ଆସିବ। ଠିକ୍ ଅଛି, ନେକ୍ସଟ କ୍ୱେଶ୍ଚିନ୍କୁ ଯିବା। ବଢ଼ିଆ କ୍ୱେଶ୍ଚିନ୍ଟେ କହିଛି, ଦେଖ ପିଲାମାନେ। ଚିତ୍ର ଏ ବି ସି ଡି ଇ ଏଫ୍ ର ପରିସୀମା କେତେ? ଦେଖ ପରିସୀମା ଏକୁ ଇଏ ଦେଖ ଆୟତ ଘନ, ଏଇଠୁ ଏଇଟା କଟା ହେଇଯାଇଛି, ଆକୁ ଯେବେ ଆମେ ଯୋଡ଼ିଦେବା ଇଏ କ'ଣ ହେଇଯିବ? ପୁରା ଆୟତ ଘନ ହେଇଗଲା। ଆୟତ ଘନର ଆମେ କେମିତି ପରିସୀମା ଜାଣିଛେ ନା 2 ଗୁଣନ ଦୈର୍ଘ୍ୟ ଯୁକ୍ତ ପ୍ରସ୍ଥ 5 ପ୍ଲସ୍ 8, ମାନେ 2 ଗୁଣନ 5 13, 13 ଦୁଣେ 26 ସେଣ୍ଟିମିଟର। ତାହେଲେ ଆର ଉତ୍ତର କେତେ ହେଇଯିବ ନା ହେଉଛି 26। ଅପସନ୍ ବି ହେଇଯିବ ରାଇଟ୍ ଆନ୍ସର୍। ତାହେଲେ ଏମିତିଆ ଚିତ୍ର ପଡ଼ିଲେ ପିଲାମାନେ ଏଇ ସୂତ୍ର ହିଁ ପକାଇଦେବ। ଏଠି ଯାହା ଆସିବ, ଏଠି ଯେଉଁ ସଂଖ୍ୟା ଥିବ ସେ ଦୁଇଟାକୁ ମିଶାଇଦେବ ଆଉ 2ରେ ଗୁଣିଦେବ। ଠିକ୍ ଅଛି, ନେକ୍ସଟ କ୍ୱେଶ୍ଚିନ୍କୁ ଯିବା। ଦେଖ ବଢ଼ିଆ କ୍ୱେଶ୍ଚିନ୍ଟେ କହିଛି। ଗୋଟିଏ ଆୟତକ୍ଷେତ୍ର ଦୈର୍ଘ୍ୟ 12 ସେଣ୍ଟିମିଟର ଆଉ ପ୍ରସ୍ଥ 8 ସେଣ୍ଟିମିଟର, ଏହାର କ୍ଷେତ୍ରଫଳ କେତେ? ଆମେ ଜାଣିଛେ ଆୟତକ୍ଷେତ୍ରର କ୍ଷେତ୍ରଫଳ ସୂତ୍ର କ'ଣ? କ୍ଷେତ୍ରର
क्षेत्रफल दैर्घ्य दैर्घ्य गुणन प्रस्थ दैर्घ्य केते ना हो 12 प्रस्थ हो 8 12 96 एठी कौन करिवो ना वर्ग सेंटीमीटर बोली लिखिवो कहीं दुईटा वर्ग सेंटीमीटर गुणिले आमर वर्ग सेंटीमीटर आसीबो एठी देख एठी देइछि 96 सेंटीमीटर एटा भूल हो जिवो तापरे देइछि सी रे 96 वर्ग सेंटीमीटर एटा पूरा ठीक ठीक अछि जे ऑप्शन सी 96 वर्ग सेंटीमीटर मारिबो एग्जाम रे सी ही गोटे मार्क पाइबो ठीक अछि पूर्व वीडियो रे आलोचना करथली देखो एटा को भलरे मन रख ठीक अछि एटा हला त्रिभुजर तीनोटी प्रकार गोटे होची माने विषम बाहु त्रिभुज ठीक अछि विषम बाहु जहार की जम्मा सिमेट्री लाइन नाही एटा होची कोन ना होची सम द्विबाहु त्रिभुज ठीक अछि जहार की दुईटा होची कोन एक होची गोटी होची कोन ना होची सिमेट्री लाइन बा प्रतिसम अक्ष एटा होची कोन ना समबाहु त्रिभुज ठीक अछि जार होची तीनटा हे जो कोन ना होची प्रतिसम अक्ष तापरे एटा होची आयत घन आर दुईटा आर जम्मा नाही एटा रंबस आर दुईटा आर जम्मा नाही एटा होची वर्ग चित्र हला कि आर केतरा ना चारिटा ये काइट एमि जे क्वेश्चन पके देबो काइट रो केतरा होची कोन बा गुडी रो केतरा होची प्रतिसम अक्ष ना गोटी आउ फाइनली एठी देला वृत्त वृत्तर केतोटा होची कम ना प्रतिसम अक्ष ना होची असंख्य ठीक अछि पिलाने वीडियोटी जदी भल लागिची तेबे लाइक करिवे ठीक अछि शेयर करिवे कमेंट करिवे आ सब्सक्राइब करिया को भूलिबेनी रहिली आ नेक्स्ट वीडियो रे देखा बा।